ସାଇ ସତଚରିତ୍ର ପଞ୍ଚମ ଅଧ୍ୟାୟ। ଚାନ୍ଦ ପାଟିଲଙ୍କ ବିବାହ ସହିତ ବାବାଙ୍କ ପ୍ରତ୍ୟାବର୍ତ୍ତନ, ପାର୍ଟି, ସ୍ୱାଗତ ଏବଂ ସାଇ ଭାବରେ ସମ୍ବୋଧିତ ଅନ୍ୟ ସନ୍ଥମାନଙ୍କ ସହିତ ସମ୍ପର୍କ, ତାଙ୍କର ପୋଷାକ ଏବଂ ଦୈନନ୍ଦିନ କାର୍ଯ୍ୟ, ପାଦୁକାମାନଙ୍କ କାହାଣୀ, ମହଦିନଙ୍କ ସହିତ କୁସ୍ତି ମୁକାବିଲା ଏବଂ ଜୀବନରେ ପରିବର୍ତ୍ତନ, ପାଣିକୁ ତେଲରେ ପରିଣତ କରିବା, ଛଦ୍ମ, ଗୁରୁ ଜଭାର ଅଲି ଚାନ୍ଦ ପାଟିଲଙ୍କ ବିବାହ ସହିତ ଫେରିବା, ପାର୍ଟି। ଗତ ଅଧ୍ୟାୟରେ ସୂଚିତ ହୋଇଥିବା ପରି ମୁଁ ଏବେ ପ୍ରଥମେ ବର୍ଣ୍ଣନା କରିବି ଯେ ସାଇ ବାବା ଅନ୍ତର୍ଦ୍ଧାନ ହେବା ପରେ କିପରି ଶିରିଡିକୁ ଫେରି ଆସିଥିଲେ। ଔରଙ୍ଗାବାଦ ଜିଲ୍ଲାରେ ନିଜାମ ରାଜ୍ୟ ଧୂପ ନାମକ ଏକ ଗ୍ରାମରେ ଚାନ୍ଦ ପାଟିଲ ନାମକ ଜଣେ ସମ୍ଭ୍ରାନ୍ତ ମହମ୍ମଦ ଭଦ୍ରଲୋକ ରହୁଥିଲେ। ସେ ଔରଙ୍ଗାବାଦ ଯାତ୍ରା କରୁଥିବା ସମୟରେ ତାଙ୍କର ଘୋଡ଼ାଟି ହଜିଗଲା। ଦୀର୍ଘ 2 ମାସ ପର୍ଯ୍ୟନ୍ତ ସେ ବହୁତ ଖୋଜାଖୋଜି କଲେ କିନ୍ତୁ ହଜିଯାଇଥିବା ଘୋଡ଼ାଟିର କୌଣସି ସନ୍ଧାନ ପାଇଲେ ନାହିଁ। ନିରାଶ ହେବା ପରେ ସେ ଔରଙ୍ଗାବାଦରୁ ପିଠିରେ ସାଜି ଧରି ଫେରି ଆସିଲେ। 4.5 କୋଶ ଯାତ୍ରା କରିବା ପରେ ସେ ରାସ୍ତାରେ ଏକ ଆମ୍ବଗଛ ପାଖରେ ପହଞ୍ଚିଲେ ଯାହାର ପାଦ ତଳେ ଜଣେ ରତ୍ନ ସମନ୍ୱୟ ବ୍ୟକ୍ତି ବସିଥିଲେ। ତାଙ୍କ ମୁଣ୍ଡରେ ଏକ ଟୋପି ଥିଲା, କଫନି ଲମ୍ବା ପୋଷାକ ପିନ୍ଧିଥିଲା ଏବଂ ତାଙ୍କ କାଖ ତଳେ ଏକ ଶତକା ଛୋଟ ବାଡ଼ି ଥିଲା ଏବଂ ସେ ଚିଲିମ ନଳି ଧୂମପାନ କରିବାକୁ ପ୍ରସ୍ତୁତ ହେଉଥିଲେ। ଚାନ୍ଦ ପାଟିଲଙ୍କୁ ବାଟ ଦେଇ ଯିବାର ଦେଖି ସେ ତାଙ୍କୁ ଡାକିଲେ ଏବଂ ଧୂମପାନ କରିବାକୁ ଏବଂ ଟିକିଏ ବିଶ୍ରାମ ନେବାକୁ କହିଲେ। ଫକୀର ତାଙ୍କୁ ସାଜି ବିଷୟରେ ପଚାରିଲେ। ଚାନ୍ଦ ପାଟିଲ ଉତ୍ତର ଦେଲେ ଯେ ଏହା ତାଙ୍କର ଘୋଡ଼ାର ଯାହା ହଜିଯାଇଥିଲା। ସାମୁଦ୍ରିକ ବ୍ୟକ୍ତି କିମ୍ବା ଫକୀର ତାଙ୍କୁ ନିକଟସ୍ଥ ନାଲାରେ ଖୋଜିବାକୁ କହିଲେ। ସେ ଗଲେ ଏବଂ ଆଶ୍ଚର୍ଯ୍ୟର ଆଶ୍ଚର୍ଯ୍ୟ, ସେ ଘୋଡ଼ାଟିକୁ ଖୋଜି ପାଇଲେ। ସେ ଭାବିଲେ ଯେ ଏହି ଫକୀର ଜଣେ ସାଧାରଣ ଲୋକ ନୁହନ୍ତି ବରଂ ଜଣେ ଅବଲିଆ ମହାନ ସନ୍ଥ। ସେ ଘୋଡ଼ାଟିକୁ ନେଇ ଫକୀରଙ୍କ ପାଖକୁ ଫେରି ଆସିଲେ। ଚିଲିମ ଧୂମପାନ ପାଇଁ ପ୍ରସ୍ତୁତ ଥିଲା କିନ୍ତୁ 2ଟି ଜିନିଷର ଅଭାବ ଥିଲା, 1 ପାଇପ୍ ଜଳାଇବା ପାଇଁ ନିଆଁ ଏବଂ 2 ଛପି କପଡ଼ା ଯାହା ମାଧ୍ୟମରେ ଧୂଆଁ ଟାଣି ହୁଏ କୁ ଓଦା କରିବା ପାଇଁ ପାଣି। ଫକୀର ତାଙ୍କର କଣ୍ଟା ନେଇ ତାକୁ ଜୋରରେ ମାଟିରେ ଫୋପାଡ଼ି ଦେଲେ ଏବଂ ଏକ ଜୀବନ୍ତ ଜଳନ୍ତା କୋଇଲା ବାହାରି ଆସିଲା ଯାହାକୁ ସେ ପାଇପ୍ ଉପରେ ରଖିଲେ। ତା ପରେ ସେ ସାତକାକୁ ମାଟିରେ ଫୋପାଡ଼ି ଦେଲେ ଯେଉଁଠାରୁ ପାଣି ବାହାରକୁ ଆସିବା ଆରମ୍ଭ ହେଲା। ଛପିକୁ ସେହି ପାଣିରେ ଓଦା କରାଯାଇଥିଲା, ତା ପରେ ବାହାର କରି ପାଇପ୍ ଚାରିପାଖରେ ଗୁଡ଼ାଇ ଦିଆଯାଇଥିଲା। ଏହିପରି ସବୁକିଛି ସମ୍ପୂର୍ଣ୍ଣ ହେବା ପରେ ଫକୀର ଚିଲିମକୁ ଧୂମପାନ କଲେ ଏବଂ ତା ପରେ ଚାନ୍ଦ ପାଟିଲଙ୍କୁ ମଧ୍ୟ ଦେଲେ। ଏସବୁ ଦେଖି ଚାନ୍ଦ ପାଟିଲ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଫକୀରଙ୍କୁ ତାଙ୍କ ଘରକୁ ଆସି ତାଙ୍କର ଆତିଥ୍ୟ ଗ୍ରହଣ କରିବାକୁ ଅନୁରୋଧ କଲେ। ପରଦିନ ସେ ପାଟିଲଙ୍କ ଘରକୁ ଗଲେ ଏବଂ ସେଠାରେ କିଛି ସମୟ ପାଇଁ ରହିଲେ। ପାଟିଲ ଧୂପର ଜଣେ ଗ୍ରାମ ଅଧିକାରୀ ଥିଲେ। ତାଙ୍କ ସ୍ତ୍ରୀଙ୍କ ଭାଇର ପୁଅର ବିବାହ ହେବାକୁ ଥିଲା ଏବଂ କନ୍ୟା ଶିରିଡିର ଥିଲେ। ତେଣୁ ପାଟିଲ ବିବାହ ପାଇଁ ଶିରିଡି ଯିବାକୁ ପ୍ରସ୍ତୁତି କରିଥିଲେ। ଫକୀର ମଧ୍ୟ ବିବାହ ଦଳ ସହିତ ଯାଇଥିଲେ। ବିବାହ କୌଣସି ବାଧା ବିନା ସମାପ୍ତ ହେଲା। ଦଳ ଧୂପକୁ ଫେରି ଆସିଲା। କେବଳ ଫକୀର ଶିରିଡିରେ ରହିଲେ ଏବଂ ସବୁଦିନ ପାଇଁ ସେଠାରେ ରହିଲେ। ଫକୀରଙ୍କ ନାମ ସାଇ କିପରି ହେଲା? ବିବାହ ଦଳ ଶିରିଡିକୁ ଆସିଲେ। ଖଣ୍ଡବାଙ୍କ ମନ୍ଦିର ନିକଟସ୍ଥ ଭଗତ ମହଲସାପତିଙ୍କ କ୍ଷେତରେ ଥିବା ଏକ ବଟଗଛ ତଳେ ଓହ୍ଲାଇ ପଡ଼ିଲେ। ଖଣ୍ଡବାଙ୍କ ମନ୍ଦିରର ଖୋଲା ପ୍ରାଙ୍ଗଣରେ ଗାଡ଼ିଗୁଡ଼ିକ ଖୋଲିଗଲା ଏବଂ ଦଳର ସଦସ୍ୟମାନେ ଗୋଟିଏ ପରେ ଗୋଟିଏ ତଳକୁ ଓହ୍ଲାଇଲେ ଏବଂ ଫକୀର ମଧ୍ୟ ତଳକୁ ଓହ୍ଲାଇଗଲେ। ଭଗତ ମହଲସାପତି ଯୁବକ ଫକୀରଙ୍କୁ ଓହ୍ଲାଇବାର ଦେଖି ତାଙ୍କୁ ଯା ସାଇ, ସ୍ୱାଗତ ସାଇ କହିଲେ। ଅନ୍ୟମାନେ ମଧ୍ୟ ତାଙ୍କୁ ସାଇ ବୋଲି ସମ୍ବୋଧନ କଲେ ଏବଂ ସେହି ସମୟରୁ ସେ ସାଇ ବାବା ଭାବରେ ପରିଚିତ ହେଲେ। ଅନ୍ୟ ସନ୍ଥଙ୍କ ସହ ସମ୍ପର୍କ। ସାଇ ବାବା ଏକ ନିର୍ଜନ ମସଜିଦରେ ରହିବା ଆରମ୍ଭ କଲେ। ବାବା ଆସିବା ପୂର୍ବରୁ ଦେବୀଦାସ ନାମକ ଜଣେ ସନ୍ଥ ଶିରିଡିରେ ବହୁ ବର୍ଷ ଧରି ରହୁଥିଲେ। ବାବା ତାଙ୍କ ସାଥ ପସନ୍ଦ କରୁଥିଲେ। ସେ ତାଙ୍କ ସହିତ ଚାୱାଡ଼ିରେ ମାରୁତି ମନ୍ଦିରରେ ରହୁଥିଲେ ଏବଂ କିଛି ସମୟ ଏକାକୀ ରହୁଥିଲେ। ତା ପରେ ଜାନକୀଦାସ ନାମକ ଆଉ ଜଣେ ସନ୍ଥ ଆସିଲେ। ବାବା ତାଙ୍କ ସହିତ ଅଧିକାଂଶ ସମୟ କଥାବାର୍ତ୍ତାରେ ବିତାଇଲେ କିମ୍ବା ଜାନକୀଦାସ ବାବାଙ୍କ ବାସସ୍ଥାନକୁ ଯାଉଥିଲେ। ସେହିପରି ପୁଣ୍ଟାମ୍ବେର ଗଙ୍ଗାଗୀର ନାମକ ଜଣେ ବୈଶ୍ୟ ଗୃହସ୍ଥ ସନ୍ଥ ସର୍ବଦା ଶିରିଡିକୁ ଆସୁଥିଲେ। ଯେତେବେଳେ ସେ ପ୍ରଥମ ଥର ପାଇଁ ସାଇ ବାବାଙ୍କୁ ବଗିଚାକୁ ପାଣି ଦେବା ପାଇଁ 2 ହାତରେ ପାଣିର କଳସ ଧରି ଆସୁଥିବାର ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଖୋଲାଖୋଲି ଭାବରେ କହିଲେ, ଧନ୍ୟ ଶିରିଡି, ଏହି ମୂଲ୍ୟବାନ ମଣି ପାଇଲା। ଏହି ବ୍ୟକ୍ତି ଆଜି ପାଣି ବୋହି ନେଉଛନ୍ତି କିନ୍ତୁ ସେ ଜଣେ ସାଧାରଣ ଲୋକ ନୁହନ୍ତି। ଯେହେତୁ ଏହି ଭୂମି ଶିରିଡି ଭାଗ୍ୟବାନ ଏବଂ ଗୁଣବାନ ଥିଲା, ତେଣୁ ଏହା ଏହି ମଣିକୁ ସୁରକ୍ଷିତ ରଖିଥିଲା। ତେଣୁ ଆକ୍କାଲକୋଟ ମହାରାଜଙ୍କ ଶିଷ୍ୟ ଜେୱାଲା ମଠର ଆନନ୍ଦନାଥ ନାମକ ଜଣେ ପ୍ରସିଦ୍ଧ ସନ୍ଥ ମଧ୍ୟ କିଛି ଶିରିଡି ଲୋକଙ୍କ ସହିତ ଶିରିଡିକୁ ଆସିଥିଲେ। ଯେତେବେଳେ ସେ ସାଇ ବାବାଙ୍କୁ ଦେଖିଲେ, ସେ ଖୋଲାଖୋଲି ଭାବରେ କହିଲେ, ଏହା ବାସ୍ତବରେ ଏକ ମୂଲ୍ୟବାନ ହୀରା। ଯଦିଓ ସେ ଜଣେ ସାଧାରଣ ମଣିଷ ପରି ଦେଖାଯାଉଛନ୍ତି, ସେ ଏକ ସାଧାରଣ ପଥର ନୁହେଁ ବରଂ ଏକ ହୀରା। ନିକଟ ଭବିଷ୍ୟତରେ ତୁମେ ଏହା ଅନୁଭବ କରିବ। ଏହା କହି ସେ ଜେୱାଲାକୁ ଫେରିଗଲେ। ସାଇ ବାବା ଯେତେବେଳେ ଯୁବା ଥିଲେ ସେତେବେଳେ ଏହା କୁହାଯାଇଥିଲା। ବାବାଙ୍କ ପୋଷାକ ଏବଂ ଦୈନନ୍ଦିନ କାର୍ଯ୍ୟପନ୍ଥା। ତାଙ୍କ ଯୁବାବସ୍ଥାରେ ସାଇ ବାବାଙ୍କ ମସ୍ତକରେ କେଶ ବୃଦ୍ଧି କରିଥିଲେ, କେବେ ବି ତାଙ୍କର ମୁଣ୍ଡ ମୁଣ୍ଡନ ହୋଇନଥିଲା। ସେ ଜଣେ ଖେଳାଳିଙ୍କ ପରି ପୋଷାକ ପିନ୍ଧୁଥିଲେ। ଯେତେବେଳେ ସେ ରାହାତା ଶିରିଡି ଠାରୁ 3 ମାଇଲ ଗଲେ, ସେ ତାଙ୍କ ସହିତ ଗାଣ୍ଡୁଲା, ଜୟ ଏବଂ ଜୁଇର ଛୋଟ ଗଛ ଆଣିଥିଲେ ଏବଂ ସଫା କରିବା ପରେ ସେଗୁଡ଼ିକୁ ଲଗାଇ ପାଣି ଦେଉଥିଲେ। ବାମନ ତାତ୍ୟା ନାମକ ଜଣେ ଭକ୍ତ ତାଙ୍କୁ ପ୍ରତିଦିନ 2ଟି ମାଟି ପାତ୍ର ଯୋଗାଇ ଦେଉଥିଲେ। ବାବା ନିଜେ ଏହି ପାତ୍ରଗୁଡ଼ିକ ସାହାଯ୍ୟରେ ଗଛଗୁଡ଼ିକୁ ପାଣି ଦେଉଥିଲେ।
ସେ କୂଅରୁ ପାଣି କାଢ଼ି କାନ୍ଧରେ ପାତ୍ର ବୋହି ନେଉଥିଲେ। ସନ୍ଧ୍ୟାରେ କଳସୀଗୁଡ଼ିକୁ ନିମ ଗଛ ତଳେ ରଖାଯାଉଥିଲା। ସେଠାରେ ରଖିବା ମାତ୍ରେ ସେଗୁଡ଼ିକ ଭାଙ୍ଗି ଯାଉଥିଲା, କାରଣ ସେଗୁଡ଼ିକ କଞ୍ଚା ମାଟିରେ ତିଆରି ହୋଇଥିଲା ଏବଂ ସେକା ହୋଇନଥିଲା। ପରଦିନ ତାତ୍ୟା 2ଟି ନୂତନ ପାତ୍ର ଯୋଗାଇଥିଲେ। ଏହି ପାଠପଢ଼ା 3 ବର୍ଷ ଧରି ଚାଲିଥିଲା ଏବଂ ସାଇ ବାବାଙ୍କ ପରିଶ୍ରମ ଏବଂ ଶ୍ରମ ସହିତ ଏକ ଫୁଲ ଉଦ୍ୟାନ ବଢ଼ିଥିଲା। ଏହି ସ୍ଥାନରେ ବର୍ତ୍ତମାନ ବାବାଙ୍କ ବଡ଼ ପ୍ରାସାଦ ସମାଧି ମନ୍ଦିର ରହିଛି, ଯାହାକୁ ବର୍ତ୍ତମାନ ଅନେକ ଭକ୍ତ ବାରମ୍ବାର ଯାଆନ୍ତି ଏବଂ ବ୍ୟବହାର କରନ୍ତି। ନିମ ଗଛ ତଳେ ପାଦୁକା ପାଦଚିହ୍ନର କାହାଣୀ। ଆକ୍କାଲକୋଟ ମହାରାଜଙ୍କ ଜଣେ ଭକ୍ତ ଭାଇ କୃଷ୍ଣଜୀ ଆଲିବାଗକର ନାମକ ଜଣେ ବ୍ୟକ୍ତି ଆକ୍କାଲକୋଟ ମହାରାଜଙ୍କ ଫଟୋ ପୂଜା କରିଥିଲେ। ସେ ଥରେ ଆକ୍କାଲକୋଟ, ଷୋଳପୁର ଜିଲ୍ଲା ଯାଇ ମହାରାଜଙ୍କ ପାଦୁକା ପାଦଚିହ୍ନ ଦର୍ଶନ କରିବାକୁ ଏବଂ ସେଠାରେ ତାଙ୍କର ଆନ୍ତରିକ ପୂଜା କରିବାକୁ ଚିନ୍ତା କରିଥିଲେ, କିନ୍ତୁ ସେଠାକୁ ଯିବା ପୂର୍ବରୁ ସେ ସ୍ୱପ୍ନରେ ଏକ ଦର୍ଶନ ପାଇଲେ। ଆକ୍କାଲକୋଟ ମହାରାଜ ଦର୍ଶନରେ ପ୍ରକଟ ହୋଇ ତାଙ୍କୁ କହିଲେ, ଏବେ ଶିରିଡି ମୋର ବିଶ୍ରାମ ସ୍ଥାନ, ସେଠାକୁ ଯାଅ ଏବଂ ତୁମର ପୂଜା କର। ତେଣୁ ଭାଇ ତାଙ୍କର ଯୋଜନା ପରିବର୍ତ୍ତନ କରି ଶିରିଡି ଆସିଲେ, ବାବାଙ୍କୁ ପୂଜା କଲେ, ସେଠାରେ 6 ମାସ ରହିଲେ ଏବଂ ଖୁସି ହେଲେ। ଏହି ଦର୍ଶନ ଇତ୍ୟାଦିର ସ୍ମୃତିଚାରଣ ସ୍ୱରୂପ ସେ ପାଦୁକାଗୁଡ଼ିକୁ ପ୍ରସ୍ତୁତ କରି ଶକ 1834-1912 ଖ୍ରୀଷ୍ଟାବ୍ଦ ଶ୍ରାବଣର ଏକ ଶୁଭ ଦିନରେ ନିମ ଗଛ ତଳେ ସ୍ଥାପନ କଲେ, ଯାହା ଦାଦା କେଲକର ଏବଂ ଉପାସନୀଙ୍କ ଦ୍ୱାରା ଯଥାସମ୍ଭବ ଉତ୍ସବ ଏବଂ ଆନୁଷ୍ଠାନିକ କାର୍ଯ୍ୟ ସହିତ କରାଯାଇଥିଲା। ଜଣେ ଦୀକ୍ଷିତ ବ୍ରାହ୍ମଣଙ୍କୁ ପୂଜା ପାଇଁ ନିଯୁକ୍ତ କରାଯାଇଥିଲା ଏବଂ ପରିଚାଳନା ଦାୟିତ୍ୱ ଭକ୍ତ ସଗୁନଙ୍କୁ ନ୍ୟସ୍ତ କରାଯାଇଥିଲା। ଏହି କାହାଣୀର ସମ୍ପୂର୍ଣ୍ଣ ସଂସ୍କରଣ ଥାନାର ଅବସରପ୍ରାପ୍ତ ମାମଲତଦାର ଏବଂ ସାଇ ବାବାଙ୍କ ଜଣେ ମହାନ ଭକ୍ତ ଶ୍ରୀଯୁକ୍ତ ଭି ଦେଓ ଏହି ବିଷୟରେ ସଗୁନ ମେରୁ ନାୟକ ଏବଂ ଗୋବିନ୍ଦ କମଳାକର ଦୀକ୍ଷିତଙ୍କ ସହିତ ପଚାରି ବୁଝିଥିଲେ ଏବଂ ସାଇ ଲୀଳା ଖଣ୍ଡ 11-1 ପୃଷ୍ଠା 25ରେ ପାଦୁକାଗୁଡ଼ିକର ଏକ ପୂର୍ଣ୍ଣ ସଂସ୍କରଣ ପ୍ରକାଶ କରିଛନ୍ତି। ଏହା ନିମ୍ନଲିଖିତ ଭାବରେ ପ୍ରଦର୍ଶିତ। 1834-1912 ଖ୍ରୀଷ୍ଟାବ୍ଦରେ ବମ୍ବେର ଜଣେ ଡାକ୍ତର ରାମାରାଓ କୋଠାରେ ବାବାଙ୍କ ଦର୍ଶନ ପାଇଁ ଶିରିଡି ଆସିଥିଲେ। ତାଙ୍କ ସହ ତାଙ୍କ ସାଙ୍ଗରେ ଥିଲେ ତାଙ୍କ ସାଙ୍ଗରେ ଥିବା ଡାକ୍ତର ଏବଂ ତାଙ୍କ ବନ୍ଧୁ ଭାଇ କୃଷ୍ଣଜୀ ଆଲିବାଗକର ମିଶ୍ର ଏବଂ ଭାଇ ସଗୁନ ମେରୁ ନାୟକ ଏବଂ ଜିକେ ଦୀକ୍ଷିତଙ୍କ ସହ ଘନିଷ୍ଠ ହୋଇଗଲେ। ଆଲୋଚନା ସମୟରେ ଏହି ବ୍ୟକ୍ତିମାନେ ଭାବିଲେ ଯେ ସାଇ ବାବାଙ୍କ ପ୍ରଥମ ଥର ପାଇଁ ଶିରିଡି ଆସିବା ଏବଂ ପବିତ୍ର ନିମ ଗଛ ତଳେ ବସିବାର କିଛି ସ୍ମାରକୀ ନିଶ୍ଚୟ ଅଛି। ସେମାନେ ସେଠାରେ ବାବାଙ୍କ ପାଦୁକା ସ୍ଥାପନ କରିବାକୁ ଚିନ୍ତା କଲେ ଏବଂ ସେଗୁଡ଼ିକୁ କିଛି କଠିନ ପଥରରେ ତିଆରି କରିବାକୁ ଯାଉଥିଲେ। ତା ପରେ ଭାଇଙ୍କ ବନ୍ଧୁ ମିଶ୍ର ପରାମର୍ଶ ଦେଲେ ଯେ ଯଦି ଏହି ବିଷୟ ତାଙ୍କ ଗୁରୁ ଡକ୍ଟର ରାମାରାଓ କୋଠାରେଙ୍କୁ ଜଣାଯାଏ, ଯିଏ ଏହି ଉଦ୍ଦେଶ୍ୟରେ ସୁନ୍ଦର ପାଦୁକା ପ୍ରସ୍ତୁତ କରିବେ। ସମସ୍ତଙ୍କୁ ପ୍ରସ୍ତାବଟି ପସନ୍ଦ ଆସିଲା ଏବଂ ଡକ୍ଟର କୋଠାରେଙ୍କୁ ଏହା ବିଷୟରେ ଜଣାଇ ଦିଆଗଲା। ସେ ଶିରିଡି ଆସିଲେ ଏବଂ ପାଦୁକାଗୁଡ଼ିକର ଏକ ଯୋଜନା ଆଙ୍କିଲେ। ସେ ଖଣ୍ଡୋବାଙ୍କ ମନ୍ଦିରରେ ଉପାସନୀ ମହାରାଜଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ତାଙ୍କର ଯୋଜନା ଦେଖାଇଲେ। ପରବର୍ତ୍ତୀ ବ୍ୟକ୍ତି ଅନେକ ଉନ୍ନତି କରିଥିଲେ, ପଦ୍ମ, ଫୁଲ, ଶଙ୍ଖ, ଚକ୍ର, ପୁରୁଷ ଇତ୍ୟାଦି ଆଙ୍କିଥିଲେ ଏବଂ ନିମ ଗଛର ମହିମା ଏବଂ ବାବାଙ୍କ ଯୋଗୀ ଶକ୍ତି ସମ୍ବନ୍ଧୀୟ ନିମ୍ନଲିଖିତ ଶ୍ଲୋକ ପଦ ଲେଖିବାକୁ ପରାମର୍ଶ ଦେଇଥିଲେ। ଶ୍ଲୋକଟି ଏହିପରି ଥିଲା। ସାଦା ନିମ୍ବରଭୃକ୍ଷାସ୍ୟା ମୋଲାଡିୱାସାଟ୍ ସୁଧାଶ୍ରବିନମ୍ ଟିକ୍ତାମାପି ଅପ୍ରିମତାମ୍ ତରୁମ୍ କଳ୍ପାବୃକ୍ଷାଦିକମ୍ ସାଧୟନ୍ତମ୍ ନାମମେଶ୍ୱରମ୍ ସାଧଗୁରୁମ୍ ସାଇନାଥମ୍। ଉପାସନୀଙ୍କ ପରାମର୍ଶ ଗ୍ରହଣ କରାଯାଇଥିଲା ଏବଂ କାର୍ଯ୍ୟକାରୀ କରାଯାଇଥିଲା। ପାଦୁକାଗୁଡ଼ିକ ବମ୍ବେରେ ତିଆରି କରାଯାଇଥିଲା ଏବଂ ମିଶ୍ରଣକାରୀଙ୍କ ସହିତ ଶିରିଡି ପଠାଯାଇଥିଲା। ବାବା କହିଥିଲେ ଯେ ସେଗୁଡ଼ିକୁ ଶ୍ରାବଣର ପୂର୍ଣ୍ଣିମା 15ରେ ସ୍ଥାପନ କରାଯିବା ଉଚିତ। ସେହିଦିନ ସକାଳଟାରେ କେ ଦୀକ୍ଷିତ ସେଗୁଡ଼ିକୁ ଖଣ୍ଡୋବାଙ୍କ ମନ୍ଦିରରୁ ଶୋଭାଯାତ୍ରାରେ ଦ୍ୱାରକାମାଇ ମସଜିଦକୁ ତାଙ୍କ ମସ୍ତକରେ ଆଣିଥିଲେ। ବାବା ପାଦୁକାଗୁଡ଼ିକୁ ସ୍ପର୍ଶ କରି କହିଥିଲେ ଯେ ଏଗୁଡ଼ିକ ପ୍ରଭୁଙ୍କ ପାଦ ଏବଂ ଲୋକମାନଙ୍କୁ ନିମ ଗଛ ତଳେ ସ୍ଥାପନ କରିବାକୁ କହିଥିଲେ। ଗୋଟିଏ ଦିନ ପୂର୍ବରୁ ବମ୍ବେର ପସ୍ତ ସେଠ ନାମକ ଜଣେ ପାର୍ସୀ ଭକ୍ତ ମନି ଅର୍ଡର ମାଧ୍ୟମରେ 25 ଟଙ୍କା ପଠାଇଥିଲେ। ବାବା ପାଦୁକ ସ୍ଥାପନ ପାଇଁ ଏହି ଟଙ୍କା ଦେଇଥିଲେ। ସ୍ଥାପନର ମୋଟ ଖର୍ଚ୍ଚ 100 ଟଙ୍କା ପର୍ଯ୍ୟନ୍ତ ଆସିଥିଲା, ଯାହା ମଧ୍ୟରୁ 75 ଟଙ୍କା ଚାନ୍ଦା ଦ୍ୱାରା ସଂଗ୍ରହ କରାଯାଇଥିଲା। ପ୍ରଥମ 5 ବର୍ଷ ପାଇଁ କେ ଦୀକ୍ଷିତ ପ୍ରତିଦିନ ପାଦୁକା ପୂଜା କରୁଥିଲେ ଏବଂ ତା ପରେ ଲକ୍ଷ୍ମଣ କଚେଶ୍ୱର ଜାଖାଡ଼ି ଏହା କରିଥିଲେ। ପ୍ରଥମ 5 ବର୍ଷରେ ଡକ୍ଟର କୋଠାରେ ଆଲୋକ ପାଇଁ ପ୍ରତି ମାସରେ 2 ଟଙ୍କା ପଠାଉଥିଲେ ଏବଂ ସେ ପାଦୁକା ଚାରିପାଖରେ ରେଲିଂ ମଧ୍ୟ ପଠାଉଥିଲେ। ଷ୍ଟେସନରୁ ଶିରିଡିକୁ ରେଲିଂ ଆଣିବାର ଖର୍ଚ୍ଚ 7 ବିନା 8 ବିନା 0 ଟଙ୍କା, ବର୍ତ୍ତମାନ 750 ଟଙ୍କା ଏବଂ ଛାତ ସଗୁନ ମେରୁ ନାୟକ ଦେଉଥିଲେ। ବର୍ତ୍ତମାନ ଜାଖାଡ଼ି ନାନା ପୂଜାରୀ ପୂଜା କରନ୍ତି ଏବଂ ସଗୁନ ମେରୁ ନାୟକ ନୈବେଦ୍ୟ ପ୍ରଦାନ କରନ୍ତି ଏବଂ ସନ୍ଧ୍ୟା ଦୀପ ଜାଳିଥାନ୍ତି। ଭାଇ କୃଷ୍ଣଜୀ ମୂଳତଃ ଆକ୍କାଲକୋଟ ମହାରାଜଙ୍କ ଭକ୍ତ ଥିଲେ। ସେ 1834 ସକା ମାସରେ ଆକ୍କାଲକୋଟ ଯାଉଥିବା ସମୟରେ ପାଦୁକା ସ୍ଥାପନ ସମୟରେ ଶିରିଡି ଆସିଥିଲେ। ବାବାଙ୍କ ଦର୍ଶନ ପରେ ସେ ଆକ୍କାଲକୋଟ ଯିବାକୁ ଚାହୁଁଥିଲେ। ଏଥିପାଇଁ ସେ ବାବାଙ୍କ ଅନୁମତି ମାଗିଲେ। ବାବା କହିଲେ, ଓହ, ଆକ୍କାଲକୋଟରେ ନ ଅଛି, ତୁମେ ସେଠାକୁ କାହିଁକି ଯାଉଛ? ସେହି ସ୍ଥାନର ଅଧିଷ୍ଠିତ ମହାରାଜ ଏଠାରେ ଅଛନ୍ତି, ମୁଁ ନିଜେ। ଏହା ଶୁଣି ଭାଇ ଆକ୍କାଲକୋଟ ଗଲେ ନାହିଁ। ପାଦୁକା ସ୍ଥାପନ ପରେ ସେ ବାରମ୍ବାର ଶିରିଡି ଆସିଥିଲେ। ଶ୍ରୀଯୁକ୍ତ ଭି ଦେଓ ସିଦ୍ଧାନ୍ତରେ ପହଞ୍ଚିଲେ ଯେ ହେମାଡପନ୍ତ ଏହି ବିବରଣୀଗୁଡ଼ିକୁ ଜାଣି ନଥିଲେ। ଯଦି ସେ ଏଗୁଡ଼ିକୁ ଜାଣିଥାନ୍ତେ, ତେବେ ସେ ତାଙ୍କ ସତ ଚରିତରେ ସେଗୁଡ଼ିକୁ ଚିତ୍ରଣ କରିବାରେ ବିଫଳ ହୋଇନଥାନ୍ତେ। ମହଦିନ ତାମ୍ବୋଲିଙ୍କ ସହ ମଲ୍ଲଯୁଦ୍ଧ ଏବଂ ଜୀବନରେ ପରିବର୍ତ୍ତନ।
ବାବାଙ୍କ ଅନ୍ୟ କାହାଣୀଗୁଡ଼ିକୁ ଫେରିବା। ଶିରିଡିରେ ମହଦିନ ତାମ୍ବୋଲି ନାମକ ଜଣେ ମଲ୍ଲଯୁଦ୍ଧୀ ଥିଲେ। ବାବା ଏବଂ ସେ କିଛି ଜିନିଷରେ ସହମତ ନଥିଲେ ଏବଂ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏଥିରେ ବାବା ପରାସ୍ତ ହୋଇଥିଲେ। ସେହି ସମୟରୁ ବାବା ତାଙ୍କର ପୋଷାକ ଏବଂ ଜୀବନଯାପନର ଶୈଳୀ ପରିବର୍ତ୍ତନ କରିଥିଲେ। ସେ କଫନି ପିନ୍ଧିଥିଲେ, ଲଙ୍ଗୁଟ, କମରପଟି ପିନ୍ଧିଥିଲେ ଏବଂ ଏକ କପଡ଼ାରେ ମୁଣ୍ଡ ଘୋଡ଼ାଇ ଦେଇଥିଲେ। ସେ ତାଙ୍କ ଆସନ ପାଇଁ ଏକ ଚଟବସ୍ତ୍ର, ତାଙ୍କ ବିଛଣା ପାଇଁ ଚଟବସ୍ତ୍ର ନେଇଥିଲେ ଏବଂ ଚିରା ଏବଂ ପୁରୁଣା ଛିଣ୍ଡା ପିନ୍ଧି ସନ୍ତୁଷ୍ଟ ଥିଲେ। ସେ ସର୍ବଦା କହୁଥିଲେ, ରାଜ୍ୟ ଅପେକ୍ଷା ଦାରିଦ୍ର୍ୟ ଭଲ, ପ୍ରଭୁତ୍ୱ ଅପେକ୍ଷା ବହୁତ ଭଲ। ପ୍ରଭୁ ସର୍ବଦା ଗରିବଙ୍କ ଭାଇ, ବନ୍ଧୁ। ଗଙ୍ଗାଗୀର ମଧ୍ୟ କୁସ୍ତିକୁ ବହୁତ ପସନ୍ଦ କରୁଥିଲେ। ଯେତେବେଳେ ସେ ଥରେ କୁସ୍ତି କରୁଥିଲେ, ସେତେବେଳେ ତାଙ୍କ ଉପରେ ସମାନ ପ୍ରକାରର ବୈରାଗ୍ୟ ଭାବନା ଆସିଥିଲା ଏବଂ ଉପଯୁକ୍ତ ସମୟରେ ସେ ଜଣେ ଦକ୍ଷଙ୍କ ସ୍ୱର ଶୁଣିଲେ। ସେ କହୁଥିଲେ ଯେ ସେ ଈଶ୍ୱରଙ୍କ ସହିତ ଖେଳି ତାଙ୍କ ଶରୀରକୁ ଝାଡ଼ି ଦେବା ଉଚିତ। ତେଣୁ ସେ ମଧ୍ୟ ସଂସାର ତ୍ୟାଗ କରି ଈଶ୍ୱର ସାକ୍ଷାତ ଆଡ଼କୁ ମୁହାଁଣିଲେ। ସେ ପୁଣ୍ଟାମ୍ବେ ନିକଟରେ ନଦୀ କୂଳରେ ଏକ ମଠ ପ୍ରତିଷ୍ଠା କରିଥିଲେ ଏବଂ ସେଠାରେ ଶିଷ୍ୟମାନଙ୍କ ସହିତ ରହୁଥିଲେ। ସାଇ ବାବା ଲୋକଙ୍କ ସହିତ ମିଶି କଥା ହେଉନଥିଲେ। ତାଙ୍କୁ ପ୍ରଶ୍ନ ପଚରାଗଲେ ସେ କେବଳ ଉତ୍ତର ଦେଉଥିଲେ। ଦିନବେଳେ ସେ ସବୁବେଳେ ନିମ ଗଛ ତଳେ ବସି ରହୁଥିଲେ, କେତେବେଳେ ଗାଁ ଉପକଣ୍ଠରେ ଥିବା ଝରଣା ପାଖରେ ଥିବା ବାବୁଲ ଗଛର ଡାଳ ଛାଇ ତଳେ। ଅପରାହ୍ନରେ ସେ ଅନିୟମିତ ଭାବରେ ଚାଲିଯାଉଥିଲେ ଏବଂ କେତେବେଳେ ନିମଗାଁକୁ ଯାଉଥିଲେ। ସେଠାରେ ସେ ବାଲାସାହେବ ଡେଙ୍ଗାଲେଙ୍କ ଘରକୁ ବାରମ୍ବାର ଯାଉଥିଲେ। ବାବା ଶ୍ରୀ ବାଲାସାହେବଙ୍କୁ ଭଲ ପାଉଥିଲେ। ତାଙ୍କର ସାନ ଭାଇ, ନାନା ସାହେବ, ତାଙ୍କର କୌଣସି ପୁତ୍ର ନଥିଲା, ଯଦିଓ ସେ ଦ୍ୱିତୀୟ ସ୍ତ୍ରୀ ବିବାହ କରିଥିଲେ। ବାଲାସାହେବ ନାନା ସାହେବଙ୍କୁ ସାଇ ବାବାଙ୍କ ଦର୍ଶନ ପାଇଁ ପଠାଇଥିଲେ ଏବଂ କିଛି ସମୟ ପରେ ତାଙ୍କ କୃପାରୁ ନାନା ସାହେବଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ସେହି ସମୟଠାରୁ ଲୋକମାନେ ସାଇ ବାବାଙ୍କୁ ଦର୍ଶନ କରିବାକୁ ଆସିବା ଆରମ୍ଭ କଲେ ଏବଂ ତାଙ୍କର ଖ୍ୟାତି ବ୍ୟାପିବା ଆରମ୍ଭ ହେଲା ଏବଂ ଅହମ୍ମଦନଗରରେ ପହଞ୍ଚିଲା। ସେଠାରୁ ନାନା ସାହେବ ଚାନ୍ଦୋରକର ଏବଂ କେଶବ ଚିଦାମ୍ବର ଏବଂ ଆହୁରି ଅନେକ ଶିରିଡି ଆସିବା ଆରମ୍ଭ କଲେ। ବାବା ଦିନରେ ତାଙ୍କ ଭକ୍ତମାନଙ୍କ ଦ୍ୱାରା ଘେରି ରହୁଥିଲେ ଏବଂ ରାତିରେ ଏକ ପୁରୁଣା ଏବଂ କ୍ଷୟକ୍ଷତିପ୍ରାପ୍ତ ମସଜିଦରେ ଶୋଇଥିଲେ। ଏହି ସମୟରେ ବାବାଙ୍କ ସାମଗ୍ରୀରେ ଥିଲା ଏକ ଚିଲିମ, ତମାଖୁ, ଏକ ଟୁମରେଲ, 3 ପାତ୍ର, ଲମ୍ବା ପ୍ରବାହିତ କଫନି, ତାଙ୍କ ମୁଣ୍ଡ ଚାରିପାଖରେ ଏକ କପଡ଼ା ଏବଂ ଏକ ଶତକା, ଛୋଟ ବାଡ଼ି, ଯାହାକୁ ସେ ସର୍ବଦା ତାଙ୍କ ପାଖରେ ରଖୁଥିଲେ। ମୁଣ୍ଡରେ ଥିବା ଧଳା କପଡ଼ା ଖଣ୍ଡଟି ଗଦା ହୋଇଥିବା କେଶ ପରି ମୋଡ଼ା ଯାଇଥିଲା ଏବଂ ବାମ କାନରୁ ପଛ ପାର୍ଶ୍ୱରେ ବହିଯାଉଥିଲା। ଏହା ସପ୍ତାହେ ଧରି ଧୋଇ ନଥିଲା। ସେ ଜୋତା ପିନ୍ଧୁ ନଥିଲେ, ଚପଲ ପିନ୍ଧୁ ନଥିଲେ। ଦିନର ଅଧିକାଂଶ ସମୟ ପାଇଁ ଏକ ଚଟା କପଡ଼ା ତାଙ୍କ ଆସନ ଥିଲା। ସେ ଏକ କୁପି, କମର କପଡ଼ା, ବଣ୍ଡ ପିନ୍ଧୁଥିଲେ ଏବଂ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସେ ସର୍ବଦା ଦକ୍ଷିଣ ଆଡ଼କୁ ମୁହଁ କରି ଧୁନି, ପବିତ୍ର ଅଗ୍ନି ସମ୍ମୁଖରେ ବସି ତାଙ୍କ ବାମ ହାତ କାଠ ରେଲିଂ ଉପରେ ରଖି ବସିଥିଲେ। ସେହି ଧୁନିରେ ସେ ବଳିଦାନ ସ୍ୱରୂପ ଅର୍ପଣ କରୁଥିଲେ, ଅହଙ୍କାର, ଇଚ୍ଛା ଏବଂ ସମସ୍ତ ଚିନ୍ତାଧାରା ଏବଂ ସର୍ବଦା ଆଲ୍ଲା ମାଲିକ, ଈଶ୍ୱର ଏକମାତ୍ର ମାଲିକ ଉଚ୍ଚାରଣ କରୁଥିଲେ। ସେ ଯେଉଁ ମସଜିଦରେ ବସିଥିଲେ ତାହା କେବଳ 2ଟି କୋଠରୀ ପରିମାପକ ଥିଲା, ଯେଉଁଠାରେ ସମସ୍ତ ଭକ୍ତ ଆସି ତାଙ୍କୁ ଦର୍ଶନ କରୁଥିଲେ। 1912 ଖ୍ରୀଷ୍ଟାବ୍ଦ ପରେ ଏକ ପରିବର୍ତ୍ତନ ଆସିଥିଲା। ପୁରୁଣା ମସଜିଦ ମରାମତି କରାଯାଇଥିଲା ଏବଂ ଏକ ଫୁଟପାଥ ନିର୍ମାଣ କରାଯାଇଥିଲା। ବାବା ଏହି ମସଜିଦରେ ରହିବା ପୂର୍ବରୁ ସେ ବହୁତ ଦିନ ଧରି ଟାକିଆ ସ୍ଥାନରେ ରହୁଥିଲେ, ଯେଉଁଠାରେ ବାବା ତାଙ୍କ ଗୋଡ଼ରେ ଘୁଙ୍ଗୁର, ଛୋଟ ଘଣ୍ଟି ଧରି ସୁନ୍ଦର ଭାବରେ ପ୍ରେମରେ ଗୀତ ଗାଇ ନାଚୁଥିଲେ। ପାଣିକୁ ତେଲରେ ପରିଣତ କରିବା। ସାଇ ବାବାଙ୍କୁ ଆଲୋକ ବହୁତ ପସନ୍ଦ ଥିଲା। ସେ ଦୋକାନୀମାନଙ୍କଠାରୁ ତେଲ ଉଦ୍ଧାର କରି ମସଜିଦ ଏବଂ ମନ୍ଦିରରେ ସାରା ରାତି ଦୀପ ଜାଳି ରହୁଥିଲେ। ଏହା କିଛି ସମୟ ପାଇଁ ଚାଲିଥିଲା। ମାଗଣାରେ ତେଲ ଯୋଗାଉଥିବା ବଣିଆମାନେ ଥରେ ଏକାଠି ହୋଇ ତାଙ୍କୁ ତେଲ ନ ଦେବାକୁ ନିଷ୍ପତ୍ତି ନେଇଥିଲେ। ସବୁଦିନ ପରି ବାବା ତେଲ ମାଗିବାକୁ ଗଲେ, ସମସ୍ତେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ନା ଦେଲେ। କୌଣସି ପ୍ରକାରେ ବିଚଳିତ ନ ହୋଇ ବାବା ମସଜିଦକୁ ଫେରି ଆସିଲେ ଏବଂ ଶୁଖିଲା ବାତଗୁଡ଼ିକୁ ଦୀପରେ ରଖିଲେ। ବଣିଆମାନେ କୌତୂହଳର ସହିତ ତାଙ୍କୁ ଦେଖୁଥିଲେ। ବାବା ବହୁତ କମ୍ ତେଲ ଥିବା ଟୁମରେଲ, ଟିଣୁ ପାତ୍ର ନେଇ ସେଥିରେ ପାଣି ପକାଇ ପିଇଲେ ଏବଂ ପାତ୍ରରେ ପକାଇବାକୁ ବାଧ୍ୟ କଲେ। ଏହିପରି ଟିଣୁ ପାତ୍ରକୁ ପବିତ୍ର କରିବା ପରେ ସେ ପୁଣି ଥରେ ଟିଣୁ ପାତ୍ରରେ ପାଣି ନେଇ ସମସ୍ତ ଦୀପ ପୂରଣ କରି ଜଳାଇଲେ। ଦେଖୁଥିବା ବଣିଆମାନଙ୍କୁ ଆଶ୍ଚର୍ଯ୍ୟ ଏବଂ ନିରାଶା ପାଇଁ ଦୀପଗୁଡ଼ିକ ଜଳିବାକୁ ଲାଗିଲା ଏବଂ ସାରା ରାତି ଜଳୁଥିଲା। ବଣିଆମାନେ ଅନୁତାପ କଲେ ଏବଂ କ୍ଷମା ମାଗିଲେ। ବାବା ସେମାନଙ୍କୁ କ୍ଷମା କଲେ ଏବଂ ଭବିଷ୍ୟତରେ ଅଧିକ ସତ୍ୟବାଦୀ ହେବାକୁ କହିଲେ। ନକଲି ଗୁରୁ ଜବାହର ଅଲି। ଉପରେ ଉଲ୍ଲେଖିତ କୁସ୍ତି ମୁକାବିଲାର 5 ବର୍ଷ ପରେ ଅହମ୍ମଦନଗରର ଜବାହର ଅଲି ନାମକ ଜଣେ ଫକିର ତାଙ୍କ ଶିଷ୍ୟମାନଙ୍କ ସହିତ ରାହାଟା ଆସିଥିଲେ ଏବଂ ବୀରଭଦ୍ର ମନ୍ଦିର ନିକଟରେ ଥିବା ବାଖାଲ ପ୍ରଶସ୍ତ କୋଠରୀରେ ରହିଥିଲେ। ଫକିର ଜଣକ ଜ୍ଞାନୀ ଥିଲେ, ସମ୍ପୂର୍ଣ୍ଣ କୋରାନକୁ ପୁନରାବୃତ୍ତି କରିପାରୁଥିଲେ ଏବଂ ତାଙ୍କର ଜିଭ ମଧୁର ଥିଲା। ଗାଁର ଅନେକ ଧାର୍ମିକ ଏବଂ ଭକ୍ତ ଲୋକ ତାଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କୁ ସମ୍ମାନ କରିବାକୁ ଲାଗିଲେ। ଲୋକଙ୍କ ସାହାଯ୍ୟରେ ସେ ବୀରଭଦ୍ର ମନ୍ଦିର ନିକଟରେ ଏକ ଇଦଗା, ଏକ ପ୍ରାଚୀର ଯାହା ଆଗରେ ମହମ୍ମଦମାନେ ଇଦଗା ଦିନ ପ୍ରାର୍ଥନା କରନ୍ତି, ନିର୍ମାଣ କରିବା ଆରମ୍ଭ କଲେ। ଏହି ଘଟଣା ବିଷୟରେ କିଛି ଝଗଡ଼ା ହୋଇଥିଲା, ଯାହା ଯୋଗୁଁ ଜବାହର ଅଲିଙ୍କୁ ରାହାଟା ଛାଡ଼ିବାକୁ ପଡ଼ିଲା। ତା ପରେ ସେ ଶିରିଡି ଆସି ବାବାଙ୍କ ସହିତ ମସଜିଦରେ ରହିଲେ। ଲୋକମାନେ ତାଙ୍କ ମିଠା କଥାରେ ଆକର୍ଷିତ ହେଲେ ଏବଂ ସେ ବାବାଙ୍କୁ ତାଙ୍କର ଶିଷ୍ୟ ବୋଲି କହିବାକୁ ଲାଗିଲେ। ବାବା ଆପତ୍ତି କଲେ ନାହିଁ ଏବଂ ତାଙ୍କର ଚେଲା ହେବାକୁ ସମ୍ମତି ଦେଲେ। ତା ପରେ ଗୁରୁ ଏବଂ ଚେଲା ଉଭୟ ରାହାଟାକୁ ଫେରି ସେଠାରେ ରହିବାକୁ ନିଷ୍ପତ୍ତି ନେଲେ।
ଗୁରୁ ଶିକ୍ଷକ କେବେ ତାଙ୍କ ଶିଷ୍ୟଙ୍କ ମୂଲ୍ୟ ଜାଣି ନଥିଲେ, କିନ୍ତୁ ଶିଷ୍ୟ ଗୁରୁଙ୍କ ଦୋଷ ଜାଣିଥିଲେ। ତଥାପି ସେ ତାଙ୍କୁ କେବେ ଅସମ୍ମାନ କରିନଥିଲେ, ତାଙ୍କ କର୍ତ୍ତବ୍ୟକୁ ସତର୍କତାର ସହିତ ପାଳନ କରୁଥିଲେ। ସେ ବିଭିନ୍ନ ଉପାୟରେ ଗୁରୁଙ୍କ ସେବା ମଧ୍ୟ କରୁଥିଲେ। ସେମାନେ ବାରମ୍ବାର ଶିରିଡି ଆସୁଥିଲେ, କିନ୍ତୁ ସେମାନଙ୍କର ମୁଖ୍ୟ ରହତା ଥିଲା। ଶିରିଡିରେ ଥିବା ବାବାଙ୍କ ପ୍ରେମୀ ଭକ୍ତମାନେ ପସନ୍ଦ କରିନଥିଲେ ଯେ ବାବା ରାହାତାରେ ସେମାନଙ୍କଠାରୁ ଦୂରରେ ରୁହନ୍ତୁ। ତେଣୁ ସେମାନେ ବାବାଙ୍କୁ ଶିରିଡି ଫେରାଇ ଆଣିବା ପାଇଁ ଏକ ପ୍ରତିନିଧି ଦଳରେ ଯାଇଥିଲେ। ଯେତେବେଳେ ସେମାନେ ଇଦଗା ନିକଟରେ ବାବାଙ୍କୁ ଭେଟିଲେ ଏବଂ ସେମାନେ କେଉଁ ଉଦ୍ଦେଶ୍ୟରେ ଆସିଥିଲେ ତାହା କହିଲେ, ବାବା ସେମାନଙ୍କୁ କହିଲେ ଯେ ଫକୀର ଜଣେ ଖରାପ ସ୍ୱଭାବର ଲୋକ, ସେ ତାଙ୍କୁ ଛାଡ଼ିବେ ନାହିଁ ଏବଂ ଫକୀର ଫେରିବା ପୂର୍ବରୁ ସେମାନେ ତାଙ୍କୁ ବିନା ଶିରିଡି ଫେରିଯିବା ଉଚିତ। ସେମାନେ ଏହିପରି କଥାବାର୍ତ୍ତା କରୁଥିବା ସମୟରେ ଫକୀର ତାଙ୍କ ଶିଷ୍ୟଙ୍କୁ ନେଇଯିବାକୁ ଚେଷ୍ଟା କରିବାରୁ ସେମାନଙ୍କ ଉପରେ ବହୁତ କ୍ରୋଧିତ ହେଲେ। କିଛି ଆଲୋଚନା ଏବଂ ଝଗଡ଼ା ହୋଇଥିଲା ଏବଂ ଶେଷରେ ନିଷ୍ପତ୍ତି ନିଆଯାଇଥିଲା ଯେ ଗୁରୁ ଏବଂ ଚେଲା ଉଭୟ ଶିରିଡି ଫେରିଯିବା ଉଚିତ। ତେଣୁ ସେମାନେ ଫେରି ଆସି ଶିରିଡିରେ ବାସ କଲେ। କିନ୍ତୁ କିଛି ଦିନ ପରେ ଦେବୀଦାସଙ୍କ ଦ୍ୱାରା ଗୁରୁଙ୍କୁ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କୁ ଅଭାବ ଦେଖାଯାଇଥିଲା। ବାବା ବିବାହ ଦଳ ସହିତ ଶିରିଡି ଆସିବାର 12 ବର୍ଷ ପୂର୍ବରୁ ପ୍ରାୟ 10 କିମ୍ବା 11 ବର୍ଷ ବୟସର ଏହି ଦେବୀଦାସ ଶିରିଡି ଆସିଥିଲେ ଏବଂ ମାରୁତି ମନ୍ଦିରରେ ରହୁଥିଲେ। ଦେବୀଦାସର ସୁନ୍ଦର ଚେହେରା ଏବଂ ଚମତ୍କାର ଆଖି ଥିଲା ଏବଂ ସେ ନିରପେକ୍ଷ ଅବତାର ଏବଂ ଜଣେ ଜ୍ଞାନୀ ଥିଲେ। ତାତ୍ୟାକୋଟି ଭଳି ଅନେକ ବ୍ୟକ୍ତି, କାଶୀନାଥ ଏବଂ ଅନ୍ୟମାନେ ତାଙ୍କୁ ସେମାନଙ୍କର ଗୁରୁ ବୋଲି ମାନିଲେ। ସେମାନେ ଜଭାର ଅଲିଙ୍କୁ ତାଙ୍କ ଉପସ୍ଥିତିରେ ଆଣିଲେ ଏବଂ ପରବର୍ତ୍ତୀ ଆଲୋଚନାରେ ଜଭାର ଅତ୍ୟନ୍ତ ଖରାପ ହୋଇ ଶିରଡିରୁ ପଳାଇଗଲେ। ସେ ବିଜାପୁର ଯାଇ ରହିଲେ ଏବଂ ବହୁ ବର୍ଷ ପରେ ଶିରଡିକୁ ଫେରି ଆସିଲେ ଏବଂ ସାଇ ବାବାଙ୍କ ସମ୍ମୁଖରେ ପ୍ରଣାମ କଲେ। ସେ ଯେ ଗୁରୁ ଏବଂ ସାଇ ବାବା ତାଙ୍କର ଚେଲା, ଏହି ଭ୍ରମ ଦୂର ହୋଇଗଲା ଏବଂ ଯେତେବେଳେ ସେ ଅନୁତାପ କଲେ, ସାଇ ବାବା ତାଙ୍କୁ ସମ୍ମାନର ସହିତ ବ୍ୟବହାର କଲେ। ଏହି କ୍ଷେତ୍ରରେ ସାଇ ବାବା ପ୍ରକୃତ ଆଚରଣ ଦ୍ୱାରା ଦେଖାଇଲେ ଯେ କିପରି ଜଣେ ଅହଙ୍କାରରୁ ମୁକ୍ତି ପାଇ ଉଚ୍ଚତମ ଲକ୍ଷ୍ୟ ଅର୍ଥାତ୍ ଆତ୍ମ ସାକ୍ଷାତ ପ୍ରାପ୍ତ କରିବା ପାଇଁ ଶିଷ୍ୟର କର୍ତ୍ତବ୍ୟ କରିବା ଉଚିତ। ଏହି କାହାଣୀଟି ଏଠାରେ ମହଲସପତି ବାବାଙ୍କ ଜଣେ ମହାନ ଭକ୍ତ ଦ୍ୱାରା ଦିଆଯାଇଥିବା ସଂସ୍କରଣ ଅନୁସାରେ କୁହାଯାଇଛି। ପରବର୍ତ୍ତୀ ଅଧ୍ୟାୟରେ ରାମନବମୀ ଉତ୍ସବ, ମସଜିଦ୍, ଏହାର ପୂର୍ବ ଅବସ୍ଥା ଏବଂ ପରବର୍ତ୍ତୀ ଉନ୍ନତି ଇତ୍ୟାଦି ବର୍ଣ୍ଣନା କରାଯିବ। ଶ୍ରୀ ସାଇଙ୍କୁ ପ୍ରଣାମ। ସମସ୍ତଙ୍କ ପ୍ରତି ଶାନ୍ତି ହେଉ।